हेलो पिलाମାନେ କେମିତି ଅଛ ଆଶା କରୁଛି ସମସ୍ତେ ବଢ଼ିଆ ଥିବେ ଏବଂ ସମସ୍ତଙ୍କ ପଢ଼ାପଢ଼ି ମଧ୍ୟ ଠିକଠାକ ଚାଲିଥିବ। ଆଜିର ଏହି ଭିଡ଼ିଓରେ ଆମେ ଦଶମ ଶ୍ରେଣୀର ଇଂରାଜୀ ବହିର ପ୍ରଥମ ବିଷୟ ବା ପ୍ରଥମ କବିତା କହିପାରିବା ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲକୁ ଆଲୋଚନା କରିବା। ତ ଏହି ଭିଡ଼ିଓରେ ଆମେ ପ୍ରତ୍ୟେକ ଷ୍ଟାଞ୍ଜାକୁ କଭର କରିବା। ଭାବୁଛି ଏଇ ଗୋଟିଏ ଭିଡ଼ିଓରେ ସମସ୍ତଙ୍କ ଯେତେ ଜିନିଷ ରହିଛି ସବୁଗୁଡ଼ା କଭର କରିଦେବା। ତେବେ ଚାଲ ଆଉ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। କ'ଣ ରହିଛି ଜାଣିବା କି ଏହି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲକୁ ଲେଖିଛନ୍ତି କିଏ? ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲକୁ ଲେଖିଛନ୍ତି ସିଏଫ୍ ଆଲେକ୍ଜାଣ୍ଡାର। ତ ସିଏଫ୍ ଆଲେକ୍ଜାଣ୍ଡାରଙ୍କ ସମ୍ପର୍କରେ ଆମେ ପ୍ରଥମେ ଜାଣିନେବା, ତାଙ୍କ କବି ପରିଚୟ ପ୍ରଥମେ ଜାଣିନେବା। ତ ସିଏଫ୍ ଆଲେକ୍ଜାଣ୍ଡାର ଜନ୍ମଗ୍ରହଣ କରିଛନ୍ତି ଡବଲିନ୍ ସହରରେ। ଜନ୍ମଗ୍ରହଣ କରିଥିଲେ କୋଉଠି? ଡବଲିନ୍ ସହରରେ କି ଆୟାରଲ୍ୟାଣ୍ଡର ଡବଲିନ୍ ସହରରେ ସେ ଜନ୍ମଗ୍ରହଣ କରିଛନ୍ତି 1818 ମସିହାରେ। ସି ୱାଜ୍ ଏ ଫେମସ୍ ହାଇମେନ୍ ରାଇଟର ଆଣ୍ଡ ପୋଏଟ୍। ଦେଖ ଏଥିରେ ସି ଲେଖା ହେଇଛି। ସି ର ଅର୍ଥ କ'ଣ ବୁଝାଉଛି? ସେ ଜଣେ ଏଥିରେ ଯୋଉ ଆମେ ଆଲେକ୍ଜାଣ୍ଡାର ପଢୁଛେ ସେସିଲ୍ ସେସିଲ୍ ଫ୍ରାନ୍ସେସ୍, ଯୋଉ ସିଏଫ୍ ର ଫୁଲ୍ ଫର୍ମ କ'ଣ ଥିଲେ? ସିଏ ହଉଛି ସେସିଲ୍ ଫ୍ରାନ୍ସେସ୍। ଓକେ, ସେସିଲ୍ ଫ୍ରାନ୍ସେସ୍ ଆଲେକ୍ଜାଣ୍ଡାର ସେ ଜଣେ ମହିଳା କବି ଥିଲେ। ଓକେ, ତ ସେ ଜଣେ ଏକ ଫେମସ୍ ହାଇମେନ୍ ରାଇଟର ଥିଲେ। ହାଇମେନ୍ ରାଇଟର ମାନେ ଏଥିରେ ବୁଝ ପିଲା, ହାଇମେନ୍ ରାଇଟର ମାନେ କ'ଣ? ତାକୁ ଓଡ଼ିଆରେ ଆମେ ସ୍ତୁତି ବୋଲି କହିଥାଉ। ତ ଯିଏ ଯିଏ ଭଗବାନଙ୍କର ଭଗବାନଙ୍କ ଗାନ କରନ୍ତି, ଅର୍ଥାତ୍ ତାଙ୍କ ଲେଖା ଗୁଡ଼ିକ ବା ତାଙ୍କ ସଙ୍ଗୀତ ଗୁଡ଼ିକ ଭଗବାନଙ୍କର ଗୁଣଗାନ କରିଥାଏ। ତ ସେଭଳି ଲେଖା ସେ ଲେଖିଥାନ୍ତି। ତ ହର୍ ଫେମସ୍ ୱାର୍କସ୍, ସେ କେବେ ଫେମସ୍ ହେଲେ ନା ହାଇମେନ୍ ଫର୍ ଚିଲଡ୍ରେନ୍, ଏକ ଲେଖା ଲେଖିଥିଲେ ଚିଲଡ୍ରେନ୍କୁ ନେଇକି। ତ ସେ ଲେଖା ପାଇଁ ଫେମସ୍ ଥିଲେ ଏବଂ ତାଙ୍କର ଆଉ କିଛି ଲେଖା ରହିଛି ଖ୍ରୀଷ୍ଟମାସ୍ କ୍ୟାରଲ୍, ୱାନ୍ସ ଇନ୍ ରୟାଲ ଡେଭିଡ୍ ସିଟି, ଏସବୁ ତାଙ୍କ କିଛି ଲେଖା। ଆଉ କିଛି ଲେଖା ରହିଛି ଭର୍ସେସ୍ ଫର୍ ହଲି ସିଜନ୍। ତ ଆମେ ଯୋଉ ଏହି ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲରେ ପଢ଼ିବା ପାଇଁ ଚାହୁଁଛେ, ଯୋଉ କବିତାଟି ପଢ଼ିବା ପାଇଁ ଚାହୁଁଛେ, ସେ କବିତାଟି ତାଙ୍କ ଲେଖା ହାଇମେନ୍ ଫର୍ ଚିଲଡ୍ରେନ୍ରୁ ଅଣାଯାଇଅଛି। ବୁଝିପାରିଲ କ'ଣ କହିଲି? ଯେ ଆମେ ଜାଣିଲେ କି ଏଠି ଯୋଉ ସିଏଫ୍ ଆଲେକ୍ଜାଣ୍ଡାର ବା ସେସିଲ୍ ଫ୍ରାନ୍ସିସ୍ ଆଲେକ୍ଜାଣ୍ଡାର ଆୟାରଲ୍ୟାଣ୍ଡର ଡବଲିନ୍ ସହରରେ 1818 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଲେଖା ଗୁଡ଼ିକ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା। ଅର୍ଥାତ୍ ତାଙ୍କ ଲେଖା ପାଇଁ ସେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଲେଖାମାନଙ୍କ ମଧ୍ୟରେ ହାଇମେନ୍ ଫର୍ ଚିଲଡ୍ରେନ୍, ଖ୍ରୀଷ୍ଟମାସ୍ କ୍ୟାରଲ୍, ୱାନ୍ସ ଇନ୍ ରୟାଲ ଡେଭିଡ୍ ସିଟି, ଭର୍ସେସ୍ ଫର୍ ହଲି ସିଜନ୍ ଏସବୁ ରହିଥିଲା। ତ ଆମେ ଯୋଉ ଆଜି ବିଷୟଟି ପଢ଼ିବା ପାଇଁ ଯାଉଛେ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ, ତାଙ୍କ ହାଇମେନ୍ ଫର୍ ଚିଲଡ୍ରେନ୍ ଲେଖାରୁ ଅଣାଯାଇଅଛି। ତ ପ୍ରଥମେ ଦେଖିନେବା କି କ'ଣ ରହିଛି। ତ ଏସବୁ ଜିନିଷ କ'ଣ ରହିଛି ଆମେ ପ୍ରଥମେ ବୁଝି ନେବା। ସେ ଏଥିରେ କୁହାଯାଇଛି କି we see and enjoy many things around us such as beautiful sunrises and sunset। ତ ଆମ ଚତୁଃପାର୍ଶ୍ୱରେ ଆମେ ଅନେକ ଦୃଶ୍ୟ ଦେଖିଥାଉ, ଅନେକ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିଥାଉ। ତ ସେଥିମଧ୍ୟରୁ ଅନେକ ସୁନ୍ଦର ଦୃଶ୍ୟମାନଙ୍କ ମଧ୍ୟରୁ ସନରାଇଜେସ୍ ଅର୍ଥାତ୍ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ଖୁବ୍ ଖୁବ୍ ସୁନ୍ଦର କହିପାରିବା। କେମିତି ନା ତୁମେ ଜାଣିଥିବେ ଯେତେବେଳେ ପ୍ରଭାତ ସମୟ ହୋଇଥାଏ ଏବଂ ଯେତେବେଳେ ସନ୍ଧ୍ୟା ସମୟ ଆସିଥାଏ, ସେ ପ୍ରଭାତ ଏବଂ ସନ୍ଧ୍ୟା ସମୟରେ ଆକାଶର ଯୋଉ ଦୃଶ୍ୟ ରହିଥାଏ ତାହା କିଭଳି ଭାବରେ ତମକୁ ଖୁସି ଦେଇଥାଏ ବା କିଭଳି ସେ ମନୋରମା ଦୃଶ୍ୟ ହୋଇଥାଏ ତାହା ତୁମେ ବେଶ ଭଲ ଭାବରେ ଜାଣ। ଏବଂ ଯଦି ଆମେ ଟ୍ରିଜ୍ ଏବଂ ଫ୍ଲାୱାରକୁ ଦେଖିବା, ଟ୍ରିଜ୍ ଏବଂ ଫ୍ଲାୱାର, ତୁମେ ଯଦି କୌଣସି ଗଛକୁ ଦେଖ, ତୁମେ ସମସ୍ତେ ନିଶ୍ଚୟ କେବେ ନା କେବେ କୌଣସି ଜଙ୍ଗଲ, କୌଣସି ଫରେଷ୍ଟ ଜାଗାକୁ ଗଲେ ନିଶ୍ଚୟ ଫଟୋ ଉଠାଇବା ପାଇଁ ପସନ୍ଦ କର। ତ ଏକ ପିକ୍ଚର ନେବା ପାଇଁ ପସନ୍ଦ କାହିଁ କର? ନା କାରଣ ତମକୁ ସେଥିରେ ଯୋଉ ଗଛର ଯୋଉ ଡିଜାଇନ ରହିଛି, ତ ସେସବୁ ଯୋଉ ସବୁଜିମା ଯୋଉ ପରିବେଶ ରହିଛି ତାହା ତୁମକୁ ଆନନ୍ଦିତ କରିଥାଏ। ଓକେ, ତେଣୁ ତୁମକୁ ଭଲ ଲାଗେ, ତେଣୁ ତୁମେ ସେଠାରେ ଫଟୋ ଉଠାଇଥାଅ। ତ ସେସବୁ ଯୋଉ ଦୃଶ୍ୟ ରହିଛି, ସେସବୁ ଯୋଉ ସାଇଟ୍ ରହିଛି, ତାହା ଖୁବ୍ ସୁନ୍ଦର ତମେ କହିପାରିବ। ଏବଂ ରିଭର ଏଣ୍ଡ ମାଉଣ୍ଟେନ, ତମେ ସମସ୍ତେ ଜାଣିଛ ଯଦି କୌଣସି ଟ୍ରାଭେଲ କାହାର ପସନ୍ଦ ଥିବ ତ ସମସ୍ତେ ରିଭର ଏବଂ ମାଉଣ୍ଟେନ ଜାଗାକୁ ଯିବା ପାଇଁ ବହୁତ ପସନ୍ଦ କରିବ। କାହିଁକି ନା ରିଭର ଜାଗାରେ ତୁମେ ଆମେ କହିପାରିବା କି ଯଦି କୋଉଠି ଶାନ୍ତି ଅଛି ନା ଜୀବନରେ, ତେବେ
ନଦୀ ନାଳ ଏବଂ ପର୍ବତ ହେଲା ଏ ଜାଗାକୁ ଯଦି ଯାଅ ଯଦି ଯାଅ ତେବେ ନିଶ୍ଚୟ ସେଥିରେ ଖୁବ୍ ଶାନ୍ତି ଲାଗେ ବୋଲି କହିପାରିବେ। କାହିଁକି ଶାନ୍ତି ଲାଗେ ନା କାରଣ ସେ ଯୋଉ ଯଦି ଆମେ ରିଭର ଦେଖିବା ମାଉଣ୍ଟେନ ଦେଖିବା ତ ସେଥିରୁ ଯୋଉ ସାଇଡ୍ ଦେଖିବାକୁ ମିଳିଥାଏ ଯୋଉ ଦୃଶ୍ୟ ଦେଖିବାକୁ ମିଳିଥାଏ ତାହା ଆନନ୍ଦିତ ଆନନ୍ଦିତ ଆମ ମନକୁ କରିଥାଏ। ଓକେ ବାର୍ଡସ୍ ଆଣ୍ଡ ଆନିମଲ୍ ତ ନିଶ୍ଚୟ କୌଣସି ପଶୁ ଦେଖ ପକ୍ଷୀ ଦେଖ ତୁମକୁ ଖୁବ୍ ସୁନ୍ଦର ଲାଗେ। କାହିଁକି ସୁନ୍ଦର ଲାଗେ ନା ତାର ଯୋଉ ଗଠନ ରହିଛି ତାହାର ଯୋଉ ଯଦି ଆମେ ପକ୍ଷୀ ଦେଖିବା ତାର ସେ ଯୋଉ ଭଏସରେ ଅର୍ଥାৎ ସେ ଯୋଉ ଶବ୍ଦ କରେ ସେ ଯୋଉ ରାବ ଦେଇଥାଏ ତାହା ତୁମକୁ ଖୁବ୍ ଆନନ୍ଦିତ କରିଥାଏ। ଏବଂ ଆନିମଲକୁ ଦେଖିଲେ ମଧ୍ୟ ତୁମକୁ ବହୁତ ପସନ୍ଦ ଲାଗିଥାଏ ବହୁତ ଭଲ ଲାଗିଥାଏ। ଓକେ ତ ଏସବୁ ଜିନିଷ ଦେଖିଲେ କଣ ଆମେ ଆମେ ତାକୁ ଦେଖୁ ଏନ୍ଜୟ କରୁ ଉପଭୋଗ ମଧ୍ୟ କିଛି କରିଥାଉ। ଓକେ we smell the fragrance of flowers and feel the changes of season। ଓକେ ତ ଏଥିରେ ଦେଖ ପିଲେ ଏଇ ଯୋଉ ଲାଇନ ରହିଛି ଏ ଲାଇନରେ ତମର କ୍ୱେଶ୍ଚେନ ଆସେ। ଓକେ ତ ଆମେ କଣ ଆମେ ଫ୍ଲାୱାରର ଫ୍ରେଗ୍ରାନ୍ସକୁ କଣ କରିଥାଉ ନା ଫ୍ଲାୱାରର ଫ୍ରେଗ୍ରାନ୍ସ ସ୍ମେଲ କରିଥାଉ ଅର୍ଥାତ୍ ଫ୍ରେଗ୍ରାନ୍ସ ମାନେ ପିଲେ ସୁଗନ୍ଧ ଫ୍ରେଗ୍ରାନ୍ସ ମାନେ କଣ ସୁଗନ୍ଧ ଯୋଉ ଫୁଲ ରହିଛି ଫୁଲର ସୁଗନ୍ଧକୁ ଆମେ ତାର ଯୋଉ ବାସ୍ନା ରହିଛି ସେ ବାସ୍ନା ଆମକୁ ଭଲ ଲାଗିଥାଏ। ଫିଲ୍ ଦ ଚେଞ୍ଜେସ୍ ଅଫ ସିଜନ ଓକେ ଯୋଉ ଋତୁର ପରିବର୍ତ୍ତନ ଘଟିଛି ଯୋଉ ତମେ ଜାଣିଛ ଆମ ପାଖରେ କଣ ଛଅଟି ଋତୁ ରହିଛି ସେ ଛଅଟି ଋତୁର ଯୋଉ ପରିବର୍ତ୍ତନ ଯୋଉ ବିଭିନ୍ନ ଋତୁ ସମୟରେ ବିଭିନ୍ନ ଋତୁ ସମୟରେ ତୁମେ ବିଭିନ୍ନ ଅନୁଭବ ମଧ୍ୟ ଅଲଗା ଅଲଗା ଅନୁଭବ କରିଥିବ। ଓକେ we have eyes to see all these okay ତାହେଲେ ଆମକୁ ଭଗବାନ ଦେଇଛନ୍ତି God provides us eye to see all okay ତ ତାଙ୍କର ଯୋଉ କ୍ରିଏଚର ରହିଛି ତାଙ୍କର ଯୋଉ ସୃଷ୍ଟି ରହିଛି ତାଙ୍କର ତାଙ୍କର ଯୋଉ ସୃଷ୍ଟି ରହିଛି ସେସବୁକୁ ଦେଖିବା ପାଇଁ ଆମକୁ ଭଗବାନ ଆଖି ଦେଇଛନ୍ତି ଏବଂ ଓଠ ଦେଇଛନ୍ତି ପ୍ରେଜ ଦ ବିୟୁଟି ଅଫ କ୍ରିଏସନ ତାଙ୍କର ଯୋଉ ଗଠନ ତାଙ୍କର ଯୋଉ ସୃଷ୍ଟି ସେସବୁକୁ ପ୍ରଶଂସା କରିବା ପାଇଁ ସେସବୁକୁ ବର୍ଣ୍ଣନା କରିବା ପାଇଁ ଆମକୁ କଣ ଦେଇଛନ୍ତି ଆମକୁ ଓଠ ଦେଇଛନ୍ତି। ଓକେ ତ ପୁଣି ସେ ପ୍ରଶ୍ନ କଲେ ଏଥିରେ ଏକ ପ୍ରଶ୍ନ ଅଛି ହାଭ ୟୁ ଏଭର ଥଟ୍ ହୁ ହାଜ କ୍ରିଏଟେଡ ସଚ୍ ବ୍ୟୁଟିଫୁଲ ଥିଙ୍ଗସ ଫର ଅସ୍ ନିଶ୍ଚୟ ତ ମନରେ ମଧ୍ୟ ନିଶ୍ଚୟ ପ୍ରଶ୍ନ ଆସିବା ଦରକାର ଏହା ଏକ ସ୍ୱାଭାବିକ ପ୍ରଶ୍ନ ହଁ କି ନାହିଁ ତ କି ଏସବୁ ଯୋଉ ଜିନିଷ ଆମେ ଦେଖୁଛେ ଯାହା ଆମେ ଫିଲ୍ କରୁଛେ ଏସବୁ ଜିନିଷ ତିଆରି କରିଛନ୍ତି କିଏ ହଁ କି ନାହିଁ ନିଶ୍ଚୟ ଜାଣ ଏସବୁ ଜିନିଷ ତିଆରି କରିଛନ୍ତି ଆମ ଗଡ ଭଗବାନ ତିଆରି କରିଛନ୍ତି ପ୍ରଭୁ ତିଆରି କରିଛନ୍ତି। ହୁ ହାଜ ବ୍ଲେସ୍ଡ ଅସ୍ ସେନ୍ସ ଅଫ ସାଇଟ୍ ସ୍ମେଲ୍ ଆଣ୍ଡ ଫିଲିଙ୍ଗସ ତ ଛାଡ଼ ତ ପିଲେ ଆମେ ଏହି କବିତାଟିକୁ ଭଲ ଭାବରେ ପଢିବା ଜାଣିବା କବି ଏଥିରେ ଯୋଉ ନାରୀ କବି ରହିଛନ୍ତି ଯେ ସେସିଲ ଫ୍ରାନ୍ସିସ୍ ରହିଛନ୍ତି ସେ ଏଠାରେ କଣ ବର୍ଣ୍ଣନା କରିବା ପାଇଁ ଚାହୁଁଛନ୍ତି ତାର ଭଲ ଭାବରେ ଆଲୋଚନା କରିବା। ଦେଖ ଆମେ ଏଥିରେ କିପରି ପଢିବା ଏକ ତ ଆମେ ଷ୍ଟାଞ୍ଜା ୱାଇଜ ପଢିବା ଏବଂ ତାର ଇଂଲିଶ ଏକ୍ସପ୍ଲେନେସନ ଦେଖିବା ଏବଂ ତାର ଓଡିଆରେ ଯୋଉ ଏକ୍ସପ୍ରେସନ ରହିଛି ତାହା ମଧ୍ୟ ଆମେ ତମ ପାଇଁ ପ୍ରସ୍ତୁତ କରିଛୁ ତାହା ଆମେ ଦେଖିବା। ଓକେ ପ୍ରଥମ ଷ୍ଟାଞ୍ଜାରେ କଣ ରହିଛି ପିଲେ ଦେଖ ଭଲ ଭାବରେ ଧ୍ୟାନ ଦେବ କାହିଁକି ନା ଆମକୁ ପ୍ରତି ଲାଇନକୁ ବୁଝିବାର ଅଛି। ଓକେ ଅଲ୍ ଥିଙ୍ଗସ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ ଜାଣିଛ ନା ପିଲେ ତମେ ଆଶ୍ଚର୍ଯ୍ୟ ହେବ ଅଲ୍ ଥିଙ୍ଗସ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ ଏଇ ଲାଇନରୁ କ୍ୱେଶ୍ଚନ ଆସିଛି। ଓକେ 2019 ମସିହାରେ ଏକ କ୍ୱେଶ୍ଚନ 2019 ମସିହାରେ ଏକ ପରୀକ୍ଷାରେ କ୍ୱେଶ୍ଚନ ରହିଥିଲା କି କବିତା ନାଁରେ ହିଁ କ୍ୱେଶ୍ଚନ ଥିଲା। ଦେଖ all things bright and beautiful all creature great and small all things wise and wonderful the Lord God made them all। ଦେଖ ତମମାନଙ୍କୁ ଯୋଉମାନଙ୍କୁ କି ଇଂଲିଶ ପଢି ଆସେନି ତ ସମସ୍ତେ ଟିକେ ଟ୍ରାଏ କରିବେ ମୁଁ ଯେତେବେଳେ ପଢୁଛି ଶୁଣିବା ପାଇଁ ଯୋଉ କୋଉ ୱାର୍ଡକୁ କିଭଳି ପଢୁଛି ତାହା ଶୁଣିବା ପାଇଁ ଏବଂ ଯୋଉମାନେ ଏହାର ମାନେ ଜାଣିବ ମିନିଂ ଜାଣିନ ଆମେ ଏହାର ଓଡିଆ ଏକ୍ସପ୍ରେସନ ମଧ୍ୟ ରଖିଛୁ ତାହା ତୁମେ ଦେଖିଲେ ଭଲ ଭାବରେ ବୁଝିପାରିବ। ତେଣୁ ଧ୍ୟାନ ଦେବ ଆମେ ଯେପରି ପଢଉଛୁ। ଓକେ ଯୋଉ ଖାତା ରଖିବ ପାଖରେ କୌଣସି ନୋଟ ରଖିବ ଯାହାଦ୍ୱାରା ତମେ ନୋଟ କରିବ କି ଯୋଉ ମିନିଂ ଆସୁନି କିମ୍ବା ଯୋଉ ୱାର୍ଡଟା କେମିତି ପଢା ହଉଛି ତାହା ତମେ ବୁଝିବ ଭଲ ଭାବରେ ଶୁଣିବ ଭଲ ଭାବରେ। ଓକେ ଅଲ୍ ଥିଙ୍ଗସ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ ଦେଖ ସେ କହିଛନ୍ତି ଯେ ଭଗବାନଙ୍କ ସୃଷ୍ଟିରେ ଭଗବାନଙ୍କ ଯାହା ବି ଗଠନ ରହିଛି ସମସ୍ତ ଜିନିଷ ଉଜ୍ଜଳ ଏବଂ ଖୁବ ସୁନ୍ଦର। ଓକେ ଅଲ୍ କ୍ରିଏଚର ଗ୍ରେଟ୍ ଆଣ୍ଡ ସ୍ମଲ୍ ତାଙ୍କର ଯୋଉ କ୍ରିଏଚର ରହିଛି ତାଙ୍କର ଯୋଉ ସୃଷ୍ଟି ରହିଛି ସେସବୁ ମଧ୍ୟରେ ସୃଷ୍ଟି ମଧ୍ୟରେ ଗ୍ରେଟ୍ ଆଣ୍ଡ ସ୍ମଲ୍ ଛୋଟ ବଡ ସବୁ ରହିଛନ୍ତି। ଓକେ ଅଲ୍ ଥିଙ୍ଗସ ୱାଇଜ ଆଣ୍ଡ ୱଣ୍ଡରଫୁଲ ଯାହା ବି ଜିନିଷ ରହିଛି ଯାହା ବି ସୃଷ୍ଟି ରହିଛି ତାଙ୍କର ସୃଷ୍ଟି ରହିଛି ସବୁଗୁଡ଼ିକ ୱାଇଜ ଏବଂ ୱଣ୍ଡରଫୁଲ ବୋଲି କହିଛନ୍ତି। ଦ ଗଡ ପୁଣି ସେ ଶେଷରେ କହିଛନ୍ତି ଯେ ଏସବୁ ଯୋଉ ସୃଷ୍ଟି ରହିଛି ଆମେ ଯୋଉ କହିଲେ ଏସବୁକୁ ତିଆରି କରିଛନ୍ତି କିଏ ଗଡ ହିଁ ତିଆରି କରିଛନ୍ତି ବୋଲି କହିଛନ୍ତି। ତାପରେ ଚାଲ ଦେଖିବା ତାର ଇଂଲିଶ ଏକ୍ସପ୍ରେସନ କଣ ବୁଝିବା ଭଲ ଭାବରେ। In this stanza, the poet says that everything in nature
जहाँ भी नेचर रही जहाँ भी आम प्रकृति रही से सब वेदर बिग हो पारे कि स्मॉल हो पारे बड़ हो पारे छोट हो पारे बृहत हो पारे क्षुद्र हो पारे ब्राइट और ब्यूटीफुल ताहा कौन हो पारे ताहा उज्जवलमय हो पारे ताहा सुंदर हो पारे ताहा वाइज हो पारे वंडर हो पारे ता माने कौन पिले ताहा विज्ञ हो ताहा ताहा विज्ञ एवं चमत्कार हो पारे बोली कहउछन्ति ओके तो हाज क्रिएटेड बाय गॉड तो एसबु जिनिस काहा द्वारा करेछि गॉड को द्वारा तैयारी होइछि बोली कहैछि तेबे एथि मधरे काहाको इनक्लूड करिपा इट इनक्लूड्स एनिमल्स प्लांट्स एंड ऑल लिविंग जेते सब जीवंत जीव रहिछन्ति समस्त एथिरे कोन होई परिबे अंतर्भुक्त होई पारिबे देखिबा तर ओडिया एक्सप्रेशन कोन रहिछि एठारे कवि कहिछन्ति जे प्रकृतिर समस्त समस्त जिनिस उज्जवल और सुंदर ब्राइट एंड ब्यूटीफुल एवं समस्त क्रेचर ऑल क्रेचर कौन ग्रेट एंड स्मॉल ओके एवं जो माने बुद्धिमती और अद्भुत तो एठारे जो आमे कहिले जो सुंदर कहले उज्जवल कहले सुंदर कहले बड़ प्राणी छोट प्राणी कहले ए सब समस्त निजर बुद्धि रे बुद्धिमान अच्छे वाइज समस्ते जानती जे किभଳି भाବରେ ବଞ୍ଚିବାକୁ ହେବ ତ ସମସ୍ତେ ଏସବୁ ଜାଣନ୍ତି ଏବଂ ସମସ୍ତେ ୱଣ୍ଡରଫୁଲ ମାନେ ଚମତ୍କାର ସମସ୍ତଙ୍କ ଗଠନ ସମସ୍ତଙ୍କ ରହଣି ଚଳଣି ଓକେ ସମସ୍ତ ଏସବୁ ଜିନିଷ ଚମତ୍କାର ବୋଲି କହିଛନ୍ତି ତେବେ ଏସବୁ ଜିନିଷକୁ ତିଆରି କରିଛନ୍ତି କିଏ ଭଗବାନ ତିଆରି କରିଛନ୍ତି ଏବଂ ସେ କହିଛନ୍ତି ସମସ୍ତ ସୃଷ୍ଟି ତାଙ୍କ ହସ୍ତକଳାର ଫଳ ବୋଲି କୁହାଯାଇଛି ତ ବୁଝିପାରିଲା ପିଲେ ଭଲ ଭାବରେ ଷ୍ଟାଞ୍ଜା ୱାନ୍ କୁ ଭଲ ଭାବରେ क्लियर कर देना देखो तुम यार पीडीएफ मध्ये पाई परिबो किछ असुविधा नहीं ओके यार पीडीएफ हमर डिस्क्रिप्शन देखि चेक करिवो सेथरे पाई परिबो तो जो मन को हम वीडियो भल लागुची आम सहित जोड़ी रहा पे चाहूछ एवं आगो कई बड़ी वीडियो देखिया पे चाहूछ निश्चय पिला हम चैनल को सब्सक्राइब और वीडियो को लाइक करबे जमार भूलिबा नाही चलो देखिया पिले द्वितीय स्टांजा देखिबा कोन कहिची each little flower that opens each little bird that sings he made their glowing colors he made their tiny wings okay तो से कहिछन देखो पिले एथिरे ना एथिरे जो जिंस रहिछि हमकु एइ पर बुझिया पड़िबो एइटा बुझिया पड़िबो एवं ओके जो फर्स्ट लाइन ता थर्ड लाइन सहित जो करिवो एवं सेकंड लाइन ता फोर्थ लाइन से जो करके बुझी ओके each little flower that open जो छोटो छोटो फूल जहाँ की फुटी उठे से फूलर जो ग्लोइंग कलर से फूलर जो 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 रंग से सब जिनिस को तैयारी करछन्ति के भगवान तैयारी करछन्ति each little bird that sing छोटो छोटो पक्षी जो छोटो देखि देखिबो बहुत बड़ छोटो छोटो पक्षी देखिबो घर चटिया पक्षी अगिरे से सब पक्षीकर जो गान जो पक्षीकर जो गीत जो गाती जो कुहू कुहू राब देइथांती से सब जिनिस केते चमत्कार तुम कहि परिबो एवं तांकर जो टाइनी विंग तांकर जो छोटो छोटो पक्ष तांकर जो छोटो छोटो डेणा सब तैयारी करछन्ति के भगवान तैयारी करछन्ति जहारी साहाय्य रे गोटे पक्षीटी ए प्रांतरु से प्रांत को उड़ी उड़ी कौन करे निजर जीवन को आगे नहीं थे एवं अनेक सुंदर सुंदर गीत मध्य से गाई थाए ओके तो देखियो पिले जदि गोटे पक्षी को तुम गोटे कयद को रखिच से कयद भीतर जो पक्षीटा एते सुंदर गीत गाए कि जदि जने गोटे पक्षीटा कौन गोटे खुला आकाश में बुली रही मुक्त भाव में बुली रही से मुक्त जो मुक्त विहंगटी निश्चय से जो गीत गाए ताहा समस्त को आनंदित करिवो कहीं से खुशी रे गाए निज मुक्तता को से समस्त को जणाई थाए चलो पिले देखिबा इंग्लिश एक्सप्रेशन कोन रही the poet describes okay the poet describes how God has created every small flowers that blooms okay तो से कहिसंती कि भगवान किभଳି भाबरे छोट छोट फूल को तैयारी करिसंती एवं ता किभଳି भाबरे ब्लूम्स होउची प्रस्फुटित होउची बोली से कहिसंती ग्लोइंग कलर माने तो प्रस्फुटित फुटी उठुची ओके एवरी बर्ड्स दैट सिंग्स ओके तो छोट छोट पक्षी जे कि प्रति पक्षी को गीत गाई थांती एवं से ताहार जो फूलर जो ब्राइट कलर कुहागला जो छोट छोट पक्षी जो विंग कुहागला जो डेणा कुहागला पक्ष कुहागला से सब जिनिस को तैयारी करिसंती के आम भगवान से सब जिनिस को तैयारी करिसंती बोली कुहा जाऊ अछि बुझ पालो ना बोले देखो ओडिया एक्सप्रेस को एठारे कवि कहिसंती जे जेपरी फूल फुटे जेपरी पक्षी गांती सेगुडी को मध्य
भगवान तैयारी करिछंती तांकर उज्जवल रंग तांकर जो छोट पक्षीला मध्य टिके पिले एरर अछि तांकर जो डेणा तांकर जो पक्ष रही से सब जिनस तैयारी करिछंती किए आम भगवान तैयारी करिछंती बोली कहा जाई अछि एतो बुझ पाला ना एवरी हाबरे तृतीय स्टार देखो देखिबा कोड रही द पर्पल हेडेड माउंटेन ओके देखो पिले कोड रही द पर्पल हेडेड माउंटेन द रनिंग the river running by the sunset and the morning that brightens of the sky okay ମୁଁ ଯେମିତି କହିଥିଲି ତମକୁ କଣ କରିବ ଫାର୍ଷ୍ଟ ଆଡକୁ ଥାର୍ଡ ସହିତ ବୁଝିବ ସେକେଣ୍ଡ କୁ ଲାଷ୍ଟ ସହିତ ବୁଝିବ ଓକେ ଦ ପର୍ପଲ ହେଡେड ମାଉଣ୍ଟେନ ଦେଖ ତୁମେ ଯେତେବେଳେ ସୂର୍ଯ୍ୟୋଦୟ ଆସୁଛି ସୂର୍ଯ୍ୟାସ୍ତ ଆସୁଛି ତ ସେ ସମୟରେ ଯଦି ତୁମେ ଆକାଶକୁ ଲକ୍ଷ୍ୟ କର କଣ ଲାଗେ ଓକେ ଆକାଶକୁ ଲକ୍ଷ୍ୟ କର କୌଣସି ପାହାଡିଆ ଜାଗାକୁ କିଏ ରହୁଥାଅ ଓକେ କାହାର ଯଦି ପାହାଡିଆ ଜାଗା ପାଖାପାଖି ରହିଛି ତୁମେ ନିଶ୍ଚୟ ଦେଖିବ ତ ସେ ସମୟରେ ସେ ସମୟର ଦୃଶ୍ୟ କିପରି ଦେଖିବାକୁ ମିଳିଥାଏ ଆକାଶ କିପରି ଦେଖିବାକୁ ମିଳିଥାଏ ଦେଖେ ଏବେ ରିଭର ରନିଂ ବାଇ ଯୋଉ ନଦୀ ଯୋଉ ବହି ଯାଇଛି ସେ ନଦୀ ଯୋଉ ବହି ଯାଇଥିବା ଦୃଶ୍ୟ ତାର ଯୋଉ ପ୍ରକୃତି ତାର ଯୋଉ ଗଠନ କୁ ତିଆରି କରିଛନ୍ତି କିଏ ଏ ସମସ୍ତ ଜିନିଷକୁ ତିଆରି କରିଛନ୍ତି ଭଗବାନ ବୋଲି କହୁଛି ଅର୍ଥାତ ଭଗବାନଙ୍କର ସୃଷ୍ଟି ଆମେ କହିପାରି ଦେଖ ପିଲେ ତାର ଇଂଲିଶ ଏକ୍ସପ୍ରେସନ କଣ ରହିଛି ଦିସ୍ ଷ୍ଟାଞ୍ଜା ଏହି ଷ୍ଟାଞ୍ଜା ଏହି ତୃତୀୟ ଷ୍ଟାଞ୍ଜାଟି କଣ କହୁଛି about the beauty of nature ଓକେ ସେ ପ୍ରକୃତିର ଶୋଭାକୁ କହୁଛି ପ୍ରକୃତିର ସୌନ୍ଦର୍ଯ୍ୟତାକୁ କହୁଛି କି ପର୍ପଲ କଲର୍ଡ ସରି ପିଲେ ମତେ ଟିକେ ଥଣ୍ଡା ହେଇଛି ତ पर्पल कलर माउंटेन पीक माने पिले कौन पीक माने पिले बोले जो एथा रही जाए एथा जो शिखर ए शिखर टा को अछि पीक ओके से फ्लावरिंग देख कौन कहै flowing rivers, rising sun, sunset, lightness of the sky. All these beautiful skills are made by God. Okay. ଏ ସବୁ ଯୋଉ ଜିନିଷ ଦେଖୁଛ ଏ ସମସ୍ତ ପିଲେ ସିନ୍ ଏ ସମସ୍ତ ଯୋଉ ସୁନ୍ଦର ଦୃଶ୍ୟ ଏସବୁ ଜିନିଷକୁ ତିଆରି କରିଛନ୍ତି କିଏ ପିଲେ ଭଗବାନଙ୍କ ଦ୍ୱାରା ତିଆରି ହେଇଛି ବୋଲି କୁହାଯାଇ ଅଛି ଓକେ ବୁଝିପାରିଲ ନା ଦେଖ ଓଡ଼ିଆରେ କଣ କହିଛି ଦେଖିବା ଓଡ଼ିଆରେ ପଢିଲେ ପିଲାମାନେ ଆହୁରି ଭଲ ବୁଝିପାରିବ ଏଠି କବି ପାହାଡର ବେଗୁନି ଚୂଡା ପାଖରେ ବହି ଯାଉଥିବା ନଦୀ ଓକେ ସୂର୍ଯ୍ୟାସ୍ତକୁ ଦେଖାଇଛନ୍ତି ଯାହା ଆକାଶକୁ ଆଲୋକିତ କରୁଛି ଏ ସମସ୍ତ ଅଦ୍ଭୁତ ଦୃଶ୍ୟ ବା ପ୍ରକୃତି ବା ପ୍ରାକୃତିକ ଦୃଶ୍ୟ ଭଗବାନଙ୍କ ତିଆରି ବୋଲି ଆମେ କହିପାରିବା ଓକେ ଦେଖ ପିଲେ ଆମର ଫର୍ଥ ସ୍ଥାନ ଦେଖିବା କଣ କହିଛି ଦ କୋଲ୍ଡ ୱେଡ The cold wind in the winter, the pleasant summer sun, the ripe fruits in the garden, he made them everyone. Okay. पूरी तरफ पढ़ दूची The cold wind in the winter, the pleasant summer sun, the ripe fruits in the garden, he made them everyone. Okay. पुणी कहले देख पिले तुम जिते शीत समय आसे शीत समय तुम कौन लगे शीत समय शीत ही लगे विंटर मान कौन शीत ऋतु ए शीत ऋतु जो शीतर जो शीत लगी था ओके कहीं गरम लगे शीत कहीं लगे ना कारण भगवान को सृष्टि सब भगवान को लीला भगवान को सृष्टि जो कौन हो पारि थाए ना हमको ठंडा लगी था ठंडा पवन मध्य बही थाए एवं कौन प्लीजेंट समर सन एवं से कहते तो कहते कौन जो समर सीजन रे जो ग्रीष्म ऋतु रे द प्लीजेंट सन माने वार्म सन कहछि वार्म सन माने जो हल्का हल्का जो गरम लगी थाए ताहा से कहछथि राइट फ्रूट्स इन द गार्डन कौन जो बगीचार जो फल पाचुछि जो बगीचार कौन होछि फल पाचुछि ए सब जिनिस तयारी करिसथि किए ना भगवान को द्वारा तयारी होछि बोली कहै जाई अछि चला देखिया पहिले यार इंग्रजी एक्सप्रेशन कौन कहछि आउ के भलार बुझी परिबा गॉड क्रिएटेड द कोल्ड विंड्स ऑफ विंटर ओके भगवान शीत ऋतुर
शीत ऋतुर जो कोल्ड पवन जो शीतल पवन जो ठंडा पवन को तैयारी करिसेंती किए भगवान तैयारी करिसेंती आउ कोन तैयारी करिसेंती ना ग्रीष्म ऋतु रे जो मिलुची जो कम मिलुची आ, जो वार्म सन ओके ताहा मध्य किए तैयारी करिसेंती भगवान तैयारी करिसेंती एवं राय फ्रुट्स इन द गार्डन जो बगीचार जो फल पाचुची जो उद्यान गुड़िकर जो फल पाचि जाउची से सब जिनिस को तैयारी करिसेंती किए भगवान तैयारी करिसेंती ताले ईच सीजन देखो पिले एथरे ईच सीजन एंड इट्स यूनिक फीचर आर मेड बाय गॉड फॉर आवर एन्जॉयमेंट ओके तो एथिरे कोइ था यूनिक हैला कि नै को ना शीत ऋतु रे कोल्ड विंड बहुची समर रे वार्म लागुची तो एहीपरि काहे कहूची ना प्रति ऋतु रे हमको अलग अलग फील होची अलग अलग हम अनुभव करि परची काहे कि ना एसबु जदिने भगवान को रचित भगवान तैयारी करछथि जे केउ ऋतु रे कोन रहिले समस्त भल लागिबो से सब जिनिस तैयारी करि जाइछन्ति ओके एठार से एथरे एठार हम कवि जे कि सेसिल फ्रांसेस वर्णना करिछन्ति ओके अर्थात से कहବାକୁ ଚାହୁଁଛନ୍ତି ଯେ ଭଗବାନ କିପରି ମହାନ ଭଗବାନ କିପରି ଭାବରେ ଏ ସମସ୍ତ ଜିନିଷକୁ ତିଆରି କରି ଯାଇଛନ୍ତି ସେସବୁକୁ ସେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କରି ଭାଷାରେ ଚାଲ ଦେଖିବା ଏହାର ଓଡ଼ିଆ ଏକ୍ସପ୍ରେସନ କଣ କହୁଛି ଏଠି କବି ଶୀତ ଋତୁର ଥଣ୍ଡା ପବନ ଗ୍ରୀଷ୍ମର ମାନ ମିଳୁଥିବା ସୂର୍ଯ୍ୟ କିରଣ ଓ ଉଦ୍ୟାନର ପକ୍କା ଫଳ ମାନେ ଯୋଉ ପାଚିଲା ଓକେ ଏସବୁ ଜିନିଷକୁ ତିଆରି କରିଛନ୍ତି କିଏ ନା ଭଗବାନ ତିଆରି କରିଛନ୍ତି ଏ ସମସ୍ତ ଋତୁ ଏବଂ ତାହାର ଯୋଉ ବିଶେଷତା ରହିଛି ତାର ଯୋଉ ୟୁନିକ୍ କ୍ୟାରେକ୍ଟର ରହିଛି ଓକେ ଯୋଉ ୟୁନିକ୍ ଫିଚର ରହିଛି ଏସବୁ ହଉଛି ଭଗବାନଙ୍କ ଦେୟ ଅର୍ଥାତ ଭଗବାନଙ୍କର ଅବଦାନ ବୋଲି ଆମେ କହିପାରିବା ପିଲେ ଆମ ଏହି ବିଷୟର ବା ଏହି କବିତାର ଶେଷ ଷ୍ଟାଞ୍ଜା ଯେ କି ଷ୍ଟାଞ୍ଜା 5 ତାହା ଆମେ ଦେଖିବା ଏବେ He gave us eyes to see them ତ ସେ ଆମକୁ କଣ ଦେଇଛନ୍ତି ଆଖି ଦେଇଛନ୍ତି He gave us eyes to see them and lips that we might tell how great is God Almighty who has made all things well ଓକେ ସେ ପୁଣି କହିଛନ୍ତି କି ଶେଷରେ ସେ କହିଛନ୍ତି କି He gave us eyes to see them ଆମେ ଏଟା ପ୍ରଥମରେ ପଢିଲେ ପ୍ରଥମ ଯେତେବେଳେ ଆଲୋଚନା କରିଥିଲେ ଏହା ପଢିଥିଲେ ପୁଣି ଥରେ କୁହାଯାଇଛି କି ସେ ଯୋଉ ଭଗବାନ ଆମକୁ ଦେଇଛନ୍ତି ଆଖି ଦେଇଛନ୍ତି ସେ ସମସ୍ତ ସୌନ୍ଦର୍ଯ୍ୟ ଜିନିଷ ସେ ଯୋଉ ସୌନ୍ଦର୍ଯ୍ୟ ଜିନିଷ ରହିଛି ଯେ ଭଗବାନଙ୍କ ଯୋଉ ସୃଷ୍ଟି ହେଇଛି ତାହାକୁ ଦେଖିବା ପାଇଁ ଏବଂ ଆମକୁ ଲିପ୍ସ ଦିଆଯାଇଛି ଓଠ ଦିଆଯାଇଛି ସେ ସମସ୍ତ ଜିନିଷର ଗୁଣଗାନ କରିବା ପାଇଁ ଏବଂ ତାକୁ ବର୍ଣ୍ଣନା କରିବା ପାଇଁ ଓକେ ଏବଂ କହିପାରିବା ଯେ ଗଡ୍ କିଭଳି ଭାବରେ ଅଲମାଇଟି ଗଡ୍ ହଉଛି ସର୍ବଶକ୍ତିମାନ ଆମେ କହିପାରିବା କି ସେ ସମସ୍ତ ଜିନିଷକୁ ବେଶ ସୁନ୍ଦର ଢଙ୍ଗରେ ବେଶ ସୁନ୍ଦର ଭାବରେ ସୃଷ୍ଟି କରି ଯାଇଛନ୍ତି ବୁଝିପାରିଲ ବେଲେ ଦେଖିବା ଇଂଲିଶ ଏକ୍ସପ୍ରେସନ କଣ କହୁଛି God has given us to see all this beauty ଏ ସମସ୍ତ ବ୍ୟୁଟି ଏ ସମସ୍ତ ସୌନ୍ଦର୍ଯ୍ୟକୁ କଞ୍ଚି ଦେଖିବା ପାଇଁ ଭଗବାନ ଆଖି ଦେଇଛନ୍ତି and God provide us to live to speak about his greatness ତାଙ୍କ ମହାନତାକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ମହାନତାକୁ କହିବା ପାଇଁ ତାହା କଣ ଦେଇଛନ୍ତି ଓଠ ଦେଇଛନ୍ତି we are blessed with sense to admire and praise his creation ଆମେ ଅତ୍ୟନ୍ତ ଖୁସି ହେବା ଦରକାର କି ଆମେ ସେଭଳି ଭାବରେ ଆମ ଆମେ ଏଭଳି ଏକ ଭଗବାନଙ୍କ ସୃଷ୍ଟିରେ ଆମେ ଏକ ଜନ୍ମ ନେଇଛେ ହଁ କି ନାହିଁ ତାଙ୍କ କ୍ରିଏସନକୁ ତାଙ୍କ ସୃଷ୍ଟିକୁ ଆମକୁ ପ୍ରଶଂସା କରିବାକୁ ପଡିବ ବାଧ୍ୟ ତୁମେ ନିଶ୍ଚୟ କରିବ କାହିଁକି ନା ଭଗବାନଙ୍କ ଏଭଳି ସୃଷ୍ଟି ରହିଛି ତୁମେ ନିଶ୍ଚୟ ଭଗବାନଙ୍କୁ ତ ନିଶ୍ଚୟ ତାଙ୍କ ଗୁଣଗାନ କରିବ ନା ତାଙ୍କ ମହାନତାକୁ ନିଶ୍ଚୟ ତୁମେ ବର୍ଣ୍ଣନା କରିବାକୁ ଚାହିଁବ ଦେଖ ଏଠାରେ କବି କହିଛନ୍ତି ଯେ ଭଗବାନ ଆମକୁ ଦେଖିବାକୁ ଆଖି ଦେଇଛନ୍ତି କହିବାକୁ ଓଠ ଦେଇଛନ୍ତି ଯାହା ଦ୍ୱାରା ଆମେ ତାଙ୍କର ମହିମା ବର୍ଣ୍ଣନା କରିବା ଏହା ଆମ ପାଇଁ ତାଙ୍କର ଦେଖାଯାଉଥିବା ଦୟା କୁହାଯାଇପାରିବ ଓକେ ଦେଖ ପିଲେ ତ ଏହିପରି ଭାବରେ ଆମର ପ୍ରଥମ କବିତାଟି ସରିଛି ଆମେ ନେକ୍ସଟ ଭିଡିଓରେ ଆମେ ଏହାର ସମସ୍ତ କ୍ୱେଶ୍ଚନ ଆଲୋଚନା କରିବା ଆମେ ପିଲେ ଏମିତି ନୁହେଁ ଯେ ଆମେ ତମକୁ କେବଳ କବିତା ପଢେଇ ଦେଇକି ପଳେଇବୁ ନା ପିଲେ ଆମେ ତମକୁ ଆମେ ଏହାର ଭୋକାବୁଲାରୀ କରିବୁ ଏହାର କ୍ୱେଶ୍ଚନ କରିବୁ ବିଭିନ୍ନ ପ୍ରକାର ଏମସିକ୍ୟୁ ମଧ୍ୟ ପ୍ରାକ୍ଟିସ କରିବୁ ଯେତେ ସବୁ ଜିନିଷ ରହିଛି କବିତାର ସମସ୍ତ ଜିନିଷକୁ ସମସ୍ତ କ୍ୱେଶ୍ଚନକୁ ଭଲ ଭାବରେ ଆଲୋଚନା କରିବୁ
तो आज पे एतिक पिले जो माने वीडियो को एपर्यंत लाइक करना पिले निश्चय पिले वीडियो को लाइक करो हम चैनल को पिले सब्सक्राइब करो এবং तो पिले যদি ଭଲ ଲାଗୁଛି ପିଲା ଆମ ଯେହେତୁ ଆମ ନୂଆ ନୂଆ ଚ୍ୟାନେଲ ତିଆରି ହେଇଛି ସବସ୍କ୍ରାଇबर ଏତେ ବି ନାହାନ୍ତି ତ ସମସ୍ତେ ପିଲେ ତମ ସମସ୍ତଙ୍କୁ ସମସ୍ତଙ୍କୁ ସପୋର୍ଟ ଦରକାର ଏବଂ ସମସ୍ତେ ପିଲେ ଯୋଉ ସାଙ୍ଗସାଥି ନିକଟରେ ସେୟାର କର ଓକେ ତ ଏତିକି କହିବି